ସୁଧର ଉପକ୍ରମଣିକା interest, ଆସ ସୁଧର ଅର୍ଥ ବୁଝିବା। ଗଣିତରେ ସୁଧ ଶବ୍ଦର ଅର୍ଥ ପଇସା ସାଙ୍ଗେ କିଛି କରିବାକୁ ଥାଏ। ପ୍ରଥମ କଥା ଆମକୁ ବୁଝିବାକୁ ହେବ ଯେ ଯେତେବେଳେ ଆମକୁ ପଇସା ଦରକାର ହୁଏ ଆମକୁ ପଇସା ଉଧାର ନେଇ କାମରେ ଲଗାଇବା ପାଇଁ କିଛି ମୂଲ୍ୟ ଦେବାକୁ ପଡ଼େ, ଯାହାର ଅର୍ଥ ହେଉଛି ପଇସା ଉଧାର ନେଇ କାମରେ ଲଗାଇବା ମାଗଣାରେ ହୁଏ ନାହିଁ। ଚାଲ ଗୋଟିଏ ଉଦାହରଣ ନେବା। ମନେକର ଏହା ଗୋଟିଏ ବ୍ୟାଙ୍କ ଓ ଇଏ ତୁମେ। ମନେକର ତୁମକୁ କିଛି ଟଙ୍କା ଉଧାର ନେବାର ଅଛି, ନିଜର ବ୍ୟବସାୟ ପାଇଁ କିମ୍ବା ଘର କିଣିବା ପାଇଁ କିମ୍ବା କୌଣସି ଗାଡ଼ି କିଣିବା ପାଇଁ। ତୁମେ ପଇସା କିପରି ପାଇବ? ତୁମେ ବ୍ୟାଙ୍କରୁ ଉଧାର ନେବ। ତେଣୁ ଏହି ଉଦାହରଣଟିକୁ ଦେଖ। ମନେକର କୌଣସି ବ୍ୟାଙ୍କ ତୁମକୁ ଆଜି 1000 ଟଙ୍କା ଦେଉଛି। ଏହି ପଇସାକୁ ତୁମେ ନିଜ କାମ ପାଇଁ ବ୍ୟବହାର କରିବାକୁ ଚାହୁଁଛ, ଆଉ ଯେତେବେଳେ ତୁମର କାମ ହୋଇଗଲା ତୁମେ ପଇସା ଫେରାଇବାକୁ ଚାହୁଁଛ। କିନ୍ତୁ ତୁମେ ଯେତେବେଳେ ପଇସା ଫେରାଇବ ତୁମେ କେବଳ 1000 ଟଙ୍କା ଫେରାଇବ ନାହିଁ, ତୁମେ 1000 ସହ ଆଉ କିଛି ପଇସା ଫେରାଇବ। ଆଉ କିଛି ପଇସା କାହିଁକି? କାରଣ ତୁମେ ସେହି ପଇସା କାମରେ ଲଗାଇ ପାରିଲ, କାରଣ ବ୍ୟାଙ୍କ ତୁମକୁ ଠିକ୍ ସମୟରେ ସେହି ପଇସା ଦେଲା। ତେଣୁ ଉଦାହରଣ ସ୍ୱରୂପ ତୁମେ ପରେ ଯେତେବେଳେ ପଇସା ଫେରାଇଲ ତୁମେ 1000 ସହ ଆଉ 100 ଟଙ୍କା ଅର୍ଥାତ୍ 1100 ଟଙ୍କା ଫେରାଇଲ। ଏହି ପରିସ୍ଥିତିରେ 1000 ଟଙ୍କା ମୂଳ ରାଶି ଥିଲା, ଯାହା ତୁମେ ବ୍ୟାଙ୍କରୁ ନେଇଥିଲ, ଅର୍ଥାତ୍ ଯାହା ତୁମେ ଉଧାର ନେଇଥିଲ। ଆଉ ଏହି 100 ଟଙ୍କା ହେଉଛି ଯାହା ତୁମେ ବ୍ୟାଙ୍କକୁ ଦେବ, କାରଣ ତୁମେ 1000 ଟଙ୍କା ବ୍ୟାଙ୍କରୁ ନେଇ ବ୍ୟବହାର କରିଛ। ତେବେ ଏହି ଅତିରିକ୍ତ ପଇସା ଯାହା ତୁମେ ସେହି ପଇସାକୁ ବ୍ୟବହାର କରିବା ବଦଳରେ ବା ଫିସ୍ ଯାହା ତୁମେ ଏହି ପଇସା ବ୍ୟବହାର କରିବା ବଦଳରେ ଦେବାକୁ ଯାଉଛ, ତାହାକୁ ସୁଧ କୁହାଯାଏ। ତେଣୁ ଏହି ପରିସ୍ଥିତିରେ 100 ଟଙ୍କା ସୁଧ ଅଟେ, ଆଉ ଯେଉଁ ପଇସା ତୁମେ ବ୍ୟାଙ୍କରୁ ଉଧାର ନେଇଥିଲ ତାହାକୁ ଋଣ କୁହାଯାଏ। ଋଣ ହେଉଛି ସେହି ପଇସା ଯାହା ତୁମେ ବ୍ୟାଙ୍କରୁ ଉଧାର ନେଇଥିଲ। ତେବେ ଚାଲ ଆଉ କିଛି ଶବ୍ଦାବଳୀ ବିଷୟରେ ଜାଣିବା, ଯାହା ଆମେ ଗଣିତରେ ବ୍ୟବହାର କରୁ। ମୂଳଧନ। ମୂଳଧନ ସେହି ରାଶି ଯାହା ତୁମେ ବ୍ୟବହାର କରିବା ପାଇଁ ଉଧାର ନିଅ, ଯାହା ତୁମେ କୌଣସି ବ୍ୟାଙ୍କ ବା କୌଣସି ବିତ୍ତୀୟ ସଂସ୍ଥାରୁ ନେଇଥାଅ। ତେବେ ଏହି ପରିସ୍ଥିତିରେ ମୂଳଧନ 1000 ଟଙ୍କା। ସୁଧ ହେଉଛି ସେହି ପଇସା ଯାହାକୁ ତୁମେ ମୂଳଧନ ବ୍ୟବହାର କରିଥିବା ଯୋଗୁଁ ଅତିରିକ୍ତ ହିସାବରେ ଦେଇଥାଅ। ତେବେ ଏହି ପରିସ୍ଥିତିରେ ସୁଧ ହେଉଛି 100 ଟଙ୍କା। ସମୂଳ ସୁଧ। ସମୂଳ ସୁଧ ହେଉଛି ସେହି ପଇସା ଯାହାକୁ ତୁମେ ସମୁଦାୟ ପଇସା ହିସାବରେ ବ୍ୟାଙ୍କକୁ ଫେରାଇ ଦିଅ। ତୁମେ ମୂଳଧନ ସହ ସୁଧ ବି ଦେଇଛ। ତେବେ ସମୂଳ ସୁଧ ଏହି ପରିସ୍ଥିତିରେ ସମୁଦାୟ ପଇସା, ଯାହାକି 1100 ଟଙ୍କା। ତେବେ ଆମେ ଏଯାଏଁ ଯାହା କିଛି ସମାଧାନ କଲେ ତାହା ଋଣକୁ ନେଇ। ବେଳେବେଳେ କ'ଣ ହୁଏ କି ତୁମ ପାଖରେ କିଛି ପଇସା ଥାଏ ଯାହାକୁ ତୁମେ ବ୍ୟାଙ୍କରେ ରଖ, ଅର୍ଥାତ୍ ତୁମେ ତୁମର ପଇସା ବ୍ୟାଙ୍କକୁ ବ୍ୟବହାର କରିବାକୁ ଦିଅ। ତେବେ ମନେକର ଆଜି ତୁମେ 1000 ଟଙ୍କା ବ୍ୟାଙ୍କରେ ରଖିଲ। ତେବେ ବ୍ୟାଙ୍କ ସେହି ପଇସାକୁ ବ୍ୟବହାର କରିବ ଓ ପରେ ବ୍ୟାଙ୍କ ତୁମକୁ ଅଧିକ ପଇସା ଫେରାଇବ। ବ୍ୟାଙ୍କ ତୁମକୁ 1000 ଯୋଗ 100 ଟଙ୍କା ଫେରାଇବ। ଏଠାରେ 100 ଟଙ୍କା ସୁଧ ଅଟେ, ଯାହାର ଅର୍ଥ ବ୍ୟାଙ୍କ ତୁମକୁ ପରେ 1100 ଟଙ୍କା ଫେରାଇବ। ଏହିଭଳି ପରିସ୍ଥିତି ଯେତେବେଳେ ତୁମେ ପଇସା ବ୍ୟାଙ୍କରେ ରଖୁଛ ଏବଂ ବ୍ୟାଙ୍କ ତାହାର ବ୍ୟବହାର କରୁଛି, ସେହି ପଇସାକୁ ଜମାଧନ କୁହାଯାଏ। ଏହାର ଅର୍ଥ ତୁମେ ନିଜର ପଇସା ବ୍ୟାଙ୍କରେ ଜମା କରୁଛ ଓ ସେହି ପଇସାକୁ ବ୍ୟବହାର କରିବା ପାଇଁ ବ୍ୟାଙ୍କ ତୁମକୁ ସୁଧ ଦେଉଛି। ପୁଣି ଏହି ଉଦାହରଣରେ ମୂଳଧନ 1000 ଟଙ୍କା, ସୁଧ 100 ଟଙ୍କା ଓ ସମୂଳ ସୁଧ 1100 ଟଙ୍କା ଅଟେ। ଏବେ ଯଦି ତୁମେ ଲକ୍ଷ୍ୟ କରିବ ତେବେ ଜାଣିପାରିବ କି ମୂଳଧନ ସହ 100 ଯୋଗ କଲେ ତାହା ସମୂଳ ସୁଧ ହେବ।
कारण समूल सुध हेउछि समुदाय पैसा जहाँ तुमे पाइछ। तुमे जमा कर किंबा जेउ ऋण नेइथिल ताकु फेराओ। तेणु सेही मूलधन और सुध हेउछि समुदाय पैसा जहाँकि समूल सुध अटे। तेणु एहा एक साधारण समीकरण अटे जहाँ आमे आमर प्रत्येक प्रश्न रे व्यवहार करिबा। समूल सुध हेउछि मूलधन युक्त सुध। तुमे एहाकु सहज उपाय रे लेखि पारिबो। ए समान पी युक्त आई एवं मु एठारे संख्या गुड़िकु लिखिछि। जो उदाहरण आमे एबे समाधान कले जेउठारे मूलधन 1000 अटे, सुध 100 एवं समूल सुध 1100 अटे। एही समीकरण को तुमे एही परि भावरे लेखि पारिबो। आई समान ए विजुक्त पी। आई सुध अटे एवं आमे जानिछे जे 100 समान 1000, 100 विजुक्त 1000। किंबा तुमे एहा कहि पारिबो जे पी समान ए विजुक्त आई। पी मूलधन अटे अर्थात 1000 समान 1100 विजुक्त 100। एहा सहज अटे। वास्तवरे एठारे गोटिए समीकरण अछि ए समान पी युक्त आई। एही समीकरण को विभिन्न उपाय रे लेखा जाई पारिबो। तेबे आस एही मुख्य समीकरण उपरे आलोचना करिबा। ए हेउछि पी जोगो आई। आउ किछि प्रश्न समाधान करिबा। मूलधन 3000 अटे, सुध 300। तेबे समूल सुध हेबो 3000 युक्त 300 जहाँकि 3300 हेबो। एबे जदि मूलधन 5500 अटे और सुध 250 अटे तेबे समूल सुध केते हेबो? तेबे आस एही दुईटी जाक संख्या को जोग करिबा। 5500 जोग 250 हेउछि 5750। आगामी उदाहरण रे आम पाखरे मूलधन और समूल सुध अछि। आमको सुध काढिबाको अछि। तेबे आस 11000 को 11550 रु फेडिबा। तेबे आमको मिलिला 550 एवं सेतिपई सुध 550 अटे। आगामी उदाहरण रे आम पाखरे सुध और समूल सुध अछि। मूलधन काढिबार अछि। समूल सुध हेउछि 10040 और सुध हेउछि 2040। तेबे आस 2040 को 10040 रु फेडिबा। आमको 8000 मिलिला। तेबे एठारे मूलधन 8000 अटे। आगामी उदाहरण रे आम पाखरे मूलधन और समूल सुध अछि। तेबे आस सुध पाइबा पई समूल सुधरु मूलधन को फेडिबा। 825 फेडाण 750 हेउछि 75। तेबे एठारे सुध हेउछि 75। शेष उदाहरण हेउछि आम पाखरे समूल सुध और सुध अछि आउ आमको मूलधन काढिबाकू अछि। आस 31,800 रु 1,800 फेडिबा। आमको 30,000 मिलिला। तेणु मूलधन हेउछि 30,000। आउ तुमे देखिल कि ए सबु हिसाब करिबा बहुत सहज अटे।